ଶ୍ରମ କୌଶଳ ରଚନା ମାୟାଧର ମାନସିଂ। ପ୍ରସିଦ୍ଧ ଇଂରେଜ ଲେଖକ ଚାର୍ଲସ ଲାମ୍ ଏକାଧିକ୍ରମେ ଦୀର୍ଘ 25 ବର୍ଷ କାଳ ଇଣ୍ଡିଆ ଅଫିସରେ କିରାଣୀ ଥିଲେ। ସେ ଯେତେବେଳେ କାମରୁ ଅବସର ନେଲେ ସେ ଆନନ୍ଦରେ ନୃତ୍ୟ କରିବାକୁ ଲାଗିଲେ। ସେ ବର୍ତ୍ତମାନ କି ଖୁସି, କାରଣ ତାଙ୍କର ପ୍ରଚୁର ବିଶ୍ରାମ। ସେ ବର୍ତ୍ତମାନ ପକ୍ଷୀ ପରି ସ୍ୱାଧୀନ। କିନ୍ତୁ ବର୍ଷେ ନ ଯାଉଣୁ ଚାର୍ଲସ ଲାମ୍ଙ୍କ ମତ ବଦଳିଗଲା। ସେ ପୁଣି ସେହି ବନ୍ଧୁଙ୍କ ଭିତରୁ ଜଣକୁ ଲେଖିଲେ, ମୁଁ ଦେଖୁଛି ନାହିଁ ଶ୍ରମଠାରୁ ବହୁ ଶ୍ରମ ଶ୍ରେୟସ୍କର। ମୁଁ ଏବେ ଖାଲି ଚାଲୁଛି, ସେ ହିଁ ମୋର ଏକମାତ୍ର କାମ। ମୋତେ ଆଉ କିଛି ଭଲ ଲାଗୁନି। ସେ ବୁଝିବାକୁ ଲାଗିଲେ ଯେ ଏ ବିଶ୍ରାମ ଠାରୁ ସେବର କିରାଣୀଗିରି ସେହି ନିୟମିତ ଦୈନିକ ଖଟଣି ବରଂ ଦେହ ଓ ମନର ଉପକାରୀ ଦ୍ରବ୍ୟ ଥିଲା। ଚାର୍ଲସ ଲାମ୍ଙ୍କ ପରି ଅନେକ ଚାକିରିଆ ଅବସର ନେବା ପରେ ନିଜ ନିଜ ପିଲା କୁଟୁମ୍ବଙ୍କ ଭିତରେ ଏକ ଦୁର୍ବହ ଭାର ହୋଇପଡ଼ିଥିବାର ଜଣାଅଛି। କାରଣ ବିଶ୍ରାମର ଭାରା ସେମାନଙ୍କ ନିକଟରେ ଅସହ୍ୟ ହୁଏ। ରାଷ୍ଟ୍ର ଓ ମେସିନ୍ ସଭ୍ୟ ମନୁଷ୍ୟର କର୍ମକୁ ନିୟନ୍ତ୍ରିତ ତ କରିସାରିଛନ୍ତି, ତା ହାତରୁ ଅନେକ ଶ୍ରମ ଛଡ଼େଇ ନେଇ ସାରିଲେଣି। ବର୍ତ୍ତମାନ ମଣିଷର ଭାଳେଣୀ ଶ୍ରମ ଲାଘବ ନୁହେଁ, ଭାଳେଣୀ ଶ୍ରମରେ ନିଜକୁ କିପରି ନିଯୁକ୍ତ ରଖିଲେ ଦେହ ଓ ମନର ସ୍ୱାସ୍ଥ୍ୟ ଭଲ ରହିବ। ଆଜି ପ୍ରତି ରାଜ୍ୟରେ ବେକାର ରହିବା ରାଷ୍ଟ୍ରୀୟ ବ୍ୟକ୍ତିଗତ ସମସ୍ୟା। କିନ୍ତୁ ଜଗତର କୋଟି କୋଟି ଲୋକ ପକ୍ଷରେ ପ୍ରକୃତ ସମସ୍ୟା ଏହା ନୁହେଁ ଯେ ବିଶ୍ରାମର କିପରି ସଦ୍ବ୍ୟବହାର କରିବା। ବଡ଼ ସମସ୍ୟା ଶ୍ରମକୁ କିପରି ଶୃଙ୍ଖଳିତ କରିବା। ଶ୍ରମକୁ ନିୟମିତ କରିପାରିଲେ ସେଇଥିରୁ ଶ୍ରମ ଓ ବିଶ୍ରାମ ଦୁଇଟି ଯୁଗ୍ମ ଫୁଲ ପରି ଫୁଟି ଉଠିବ। ବିଶ୍ରାମ ନୈଷ୍କର୍ମ୍ୟ ନୁହେଁ, ତାହା ପ୍ରୀତିକର ଶ୍ରମ ମାତ୍ର। ଗୀତା ହିନ୍ଦୁମାନଙ୍କର ଏକ ଧର୍ମଶାସ୍ତ୍ର ବୋଲି ଧରାହୁଏ। କୋଟି କୋଟି ହିନ୍ଦୁ ଏ ଗ୍ରନ୍ଥକୁ ପୁଣ୍ୟାର୍ଜନ ଲକ୍ଷ୍ୟରେ ପ୍ରତ୍ୟହ ପାଠ୍ୟାଭ୍ୟାସ କରିଥାନ୍ତି। କିନ୍ତୁ ଏ ଗ୍ରନ୍ଥରେ ପାପ ବା ପୁଣ୍ୟର ଚର୍ଚ୍ଚା ନାହିଁ। ଏହା କିପରି ବିଚାରବନ୍ତ ଭାବରେ ଜୀବନଯାପନ କରିବାକୁ ହେବ ତାହାରି ନାନା ଦିଗରୁ ଆଲୋଚନା ମାତ୍ର। ଏବଂ ପ୍ରଧାନତଃ ଏହା କର୍ମତତ୍ତ୍ୱର ହିଁ ଆଲୋଚନା। କାରଣ ଜୀବନ ବୋଇଲେ କର୍ମ। ଜଗତରେ ପ୍ରକୃତି ଚାଳିତ ହୋଇ ସମସ୍ତ ଜୀବ କିଛି ନା କିଛି କର୍ମରେ ପ୍ରତି ମୁହୂର୍ତ୍ତରେ ବ୍ୟାପୃତ। ଏ ଜୀବନରେ ନିଷ୍କର୍ମତା କ୍ଷଣ ପାଇଁ ହେଲେ ଅସମ୍ଭବ। ତେଣୁ ସମଗ୍ର ଗୀତା ଏହି କର୍ମଧାରାକୁ ମନୁଷ୍ୟ କିପରି ଜାଣିଶୁଣି ନିଜର ଓ ବିଶ୍ୱର କଲ୍ୟାଣ ପାଇଁ ପରିଚାଳିତ କରିବ ତାହାରି ଆଲୋଚନା ଗ୍ରନ୍ଥ। ଗୀତା କିନ୍ତୁ ମାନବ ଜୀବନକୁ ସମଗ୍ର ଭାବରେ ଧରି ଆଲୋଚନା କରିଥିବାରୁ ଦୈନନ୍ଦିନ ଜୀବନର ଟିକ୍ନିକ୍ ବିଷୟର ଆଲୋଚନା ପାଇଁ ସେଥିରେ ସ୍ଥାନ ନାହିଁ। ଯଦିବା ଖାଦ୍ୟ ଦାନ ଧର୍ମ ବିଷୟରେ ପଦେ ପଦେ ଏଠି ସେଠି ଅଛି। ସାଧାରଣ ମଣିଷକୁ ଦୈନନ୍ଦିନ ଜୀବନର ଛୋଟ ଛୋଟ ବ୍ୟାପାର ହିଁ ବଡ଼ ସମସ୍ୟା। ମୁକ୍ତି, ପାପ, ଧର୍ମ, ପୁଣ୍ୟ ପ୍ରଭୃତିର ତାତ୍ତ୍ୱିକ ବିଚାର ଆମର ଦୈନନ୍ଦିନ ଜୀବନରେ ଆମର ଚିତ୍ତ ଲୋକର ସଦର ଦରଜା ମାଡ଼ିବାକୁ ସାହସ କରେ ନା। ସେଠି ପ୍ରଚଣ୍ଡ ଭିଡ଼ ପାର୍ଥିବ ଜୀବନର ଲାଭ କ୍ଷତିର ସିପାହୀମାନଙ୍କର। ଆମ ଦେଶରେ ବରାବର ଏଗୁଡ଼ିକୁ ତାଚ୍ଛଲ୍ୟ କରାଯାଇଛି। ଏମାନଙ୍କୁ ସଂଯତ, ସମୃଦ୍ଧ, ନିୟମିତ କରିବାର କୌଣସି ବ୍ୟବସ୍ଥା କରା ନ ହେବାରୁ ଆମ ଦେଶରେ ପାର୍ଥିବ ସଫଳତା ଯେତେ ପରିମାଣରେ ରୁଦ୍ଧିମନ୍ତ ହେବା କଥା ତାହା ହୁଏ ନାହିଁ। କର୍ମକୁ ଶୃଙ୍ଖଳିତ ଓ ସମୃଦ୍ଧ କରିବାର ଉପାୟ ବାଛିବା ଆଗରୁ ଆମର ଜାଣିବା ଉଚିତ କର୍ମ କ'ଣ ଓ ଅକର୍ମ କ'ଣ। ଯେକୌଣସି ଶାରୀରିକ ବା ମାନସିକ ଚାଳନା କର୍ମ ନୁହେଁ, ଶ୍ରମ ମାତ୍ର। କର୍ମ ସେହି ଯାହା ଫଳପ୍ରସୂ, ଯାହା ମଣିଷକୁ ଅଭିବୃଦ୍ଧି ଦାନ କରେ, ଯାହାଦ୍ୱାରା ମଣିଷ ମାଟିକୁ ସୁନା କରେ। କୌଣସି ଲୋକ ପାହାଡ଼ଟାକୁ ହାତୁଡ଼ି ନେଇ ଦିନଯାକ ପିଟିପାରେ, ତାହା ଶ୍ରମ ମାତ୍ର, କାରଣ ତାହା ଅଫଳପ୍ରସୂ। ସେହି ଶ୍ରମ ପ୍ରୟୋଗ କଲେ ପାହାଡ଼ ତଳେ ମାଟିରୁ ସୁନା ଫଳିବ, ତାହା ହେବ କର୍ମ। ଏହି କର୍ମ ହିଁ ମଣିଷକୁ ବଞ୍ଚେଇ ରଖିଛି ଓ ତାହାର ସଭ୍ୟତାକୁ ଗଢ଼ିଛି।
ଜାତି ବିଭାଗ ଦ୍ୱାରା ହଜାର ହଜାର ବର୍ଷ ଧରି ଭାରତବର୍ଷ ରେ ଜନ୍ମ ବେଳୁ ବ୍ୟକ୍ତି ପାଇଁ କର୍ମ ନିର୍ଦ୍ଦିଷ୍ଟ ରହି ଆସିଥିଲା। ହାଡ଼ିର ପିଲା ହାଡ଼ି ଓ ବ୍ରାହ୍ମଣର ପିଲା ବ୍ରାହ୍ମଣ ହୋଇ ଆସୁଥିଲେ। ଏବେ କିନ୍ତୁ ଅବସ୍ଥା ବଦଳିଛି। ଆଜି ଭାରତବର୍ଷରେ ଜୀବନ ପଥରେ ସବୁ ଜାତିର ପିଲେ ଏକ ବିନ୍ଦୁରୁ ଯାତ୍ରା କରିବା ଶିଖିଲେଣି। ବ୍ରାହ୍ମଣ ଓ ଚମାର ଏକା ପାଠ ପଢ଼ି ଏକା ବୟସରେ ଏକ ଜାତିହୀନ କର୍ମକ୍ଷେତ୍ରରେ କାନ୍ଧକୁ କାନ୍ଧ ଲଗାଇ ଠିଆ ହେବାକୁ ଆରମ୍ଭ କଲେଣି। ଗୁଣାନୁଯାୟୀ ଏବେ ଚମାର ବ୍ରାହ୍ମଣ ଓ ବ୍ରାହ୍ମଣ ଚମାର ହୋଇପାରେ। ଜନ୍ମ ହେତୁକ ଗୋଷ୍ଠୀ ସୃଷ୍ଟିର କାଳ ଗଲା। ବର୍ତ୍ତମାନ ଗୀତୋକ୍ତ ଗୁଣ କର୍ମ ହେତୁକ ଗୋଷ୍ଠୀ ସୃଷ୍ଟିର ପ୍ରକୃତ ଯୁଗ ଆସିଛି। ତରୁଣ ଜୀବନ ଆଗରେ ବହୁ ଆଦର୍ଶର ପ୍ରଲୋଭନ। ମନ୍ତ୍ରୀ, ସେନାପତି, ବକ୍ତା, କବି, ଅଧ୍ୟାପକ, ବୈଜ୍ଞାନିକ ସେ କ'ଣ ବା ହେବ ବା ନ ହେବ, ସିଦ୍ଧି ଅପେକ୍ଷା ଯଶର ଲାଳସା ବେଶୀ। ଯଶର ଲାଳସାରେ ସେ ହୁଏତ ୟା ହେବ କି ତାହା ହେବାର ଆଲୋଚନାରେ କେବଳ ସହଜତମ ପନ୍ଥା ଆଡ଼କୁ ଆକୃଷ୍ଟ ହେବ। ଭାରତବର୍ଷରେ ଏବେ ଅନେକ ଯୁବକ ଯୁବତୀ ରାଜନୀତି ପ୍ରବେଶର ମାନସିକ ତତ୍ତ୍ୱ ଏଇଠି, କିନ୍ତୁ ଏହା ମାରାତ୍ମକ ପନ୍ଥା। ଗୀତା ଏହାକୁ ଲକ୍ଷ୍ୟ କରି କହିଛି, ସ୍ୱଧର୍ମେ ନିଧନଂ ଶ୍ରେୟଃ ପରଧର୍ମୋ ଭୟାବହ। ଯାହାର ବୈଜ୍ଞାନିକ ହେବାର ଥିଲା, ସେ ଯଦି ଶସ୍ତା ଜନପ୍ରିୟତା ବା ପଦମର୍ଯ୍ୟାଦା ଲୋଭରେ ବିଜ୍ଞାନର ରୁକ୍ଷ କଠିନ ପଥ ଛାଡ଼ି ନେତା ସାଜେ ବ୍ୟବସାୟ କରେ, ତେବେ ତାର ମୃତ୍ୟୁ ଅପଘାତ ମୃତ୍ୟୁଠାରୁ ଅଧିକ ଦୁଃଖାବହ। ଇହ ଜୀବନର ବହୁ କର୍ମପନ୍ଥା ଭିତରୁ ଆମକୁ ଗୋଟିଏ ବାଛି ନେବାକୁ ହେବ। ତାହା ସହଜାତ ଗୁଣ ଅନୁଯାୟୀ ବା ଅଭିଳାଷ ଅନୁଯାୟୀ ହୋଇପାରେ, କିନ୍ତୁ ଥରେ ବାଛିଲେ ଆଉ ଯେପରି ପଛକୁ ହଟିବା ବା ଇତସ୍ତତଃ ହେବାର ନଥାଏ, ବରଂ ତେଣିକି ତାରି ଉପରେ ଏକାଗ୍ର ଅଭିନିବେଶ ପୁଞ୍ଜୀଭୂତ କରିବା ଉଚିତ। ସେଇଥିରେ ହିଁ ସିଦ୍ଧି ସମ୍ଭବ। ପାଣି ନିରବଚ୍ଛିନ୍ନ ଭାବରେ ପଡ଼ି ପଡ଼ି ପଥରକୁ କ୍ଷୟ କରେ। ତେଣୁ ନିରବଚ୍ଛିନ୍ନ ଅଭ୍ୟାସରେ କୌଣସି କର୍ମରେ ଯେ ଫଳ ଫଳିବ, ଏଥିରେ ସନ୍ଦେହ ନାହିଁ। ପୁଣି ଗୋଟାଏ ବଡ଼ କାମରେ ହାତ ଦେଇ ଅଧା ପନ୍ତାରିଆ କରିବା ଅପେକ୍ଷା ଛୋଟ କାମରେ ପୂର୍ଣ୍ଣ ସିଦ୍ଧି ଅଧିକ ପ୍ରଶଂସାଜନକ। ନିପଟୁ ପ୍ରଫେସର ଅପେକ୍ଷା ନିପୁଣ କୁମ୍ଭକାର ବା ପଥୁରିଆର ସମ୍ମାନ ଓ ଆଦର ସମାଜରେ ବେଶୀ। ଗୋଟାଏ ପ୍ରଶସ୍ତ କର୍ମପନ୍ଥାରେ ପୁଣି ଛୋଟ ଛୋଟ ଅନେକ ପଥ ଅଛି। ସାହିତ୍ୟ ଜଗତ କଥା ଧରାଯାଉ, ଛୋଟ ଗଳ୍ପ, ଉପନ୍ୟାସ, ନାଟକ, କବିତା, ସମ୍ବାଦପତ୍ର କେତେ ବିଭାଗ ଏଥିରେ ଅଛି। କୌଣସି ଲୋକ ପକ୍ଷରେ ସବୁ ବିଭାଗରେ ସମଭାବରେ ନିପୁଣତା ଲାଭ କରିବା ସମ୍ଭବ ନୁହେଁ। ସାହିତ୍ୟିକ ନିଜର ରୁଚି ଅନୁଯାୟୀ ଗୋଟିଏ ବିଭାଗ ବାଛି ନେଇ ସେହି ଦିଗରେ ହିଁ ସମସ୍ତ ଉଦ୍ଯୋଗ ପ୍ରୟୋଗ କରିବା ଉଚିତ। ନେପୋଲିଅନ କହୁଥିଲେ ଯେ, ସଂଗ୍ରାମରେ ଅନ୍ତତଃ ଗୋଟିଏ ବିନ୍ଦୁରେ ବଳବନ୍ତ ହୋଇ ରହିଲେ ଅନ୍ୟ ବିନ୍ଦୁଗୁଡ଼ିକର ଦୁର୍ବଳତା ମେଣ୍ଟେଇଯିବ। କୌଣସି କର୍ମ ହାତକୁ ନେବା ଆଗରୁ ତାହାର ପୁଙ୍ଖାନୁପୁଙ୍ଖ ଯୋଜନା କରି ରଖିବା ଉଚିତ। କୌଣସି କାମକୁ କ୍ଷୁଦ୍ର ବୋଲି ଅବହେଳା କରାଯିବା ମାରାତ୍ମକ ପ୍ରମାଦ। ଡ୍ୟୁକ୍ ଅଫ୍ ୱେଲିଂଟନ୍ ଭାରତବର୍ଷର ସେନାପତି ଥିବାବେଳେ ବଳଦ ଗାଡ଼ି ଘଣ୍ଟାରେ କେତେ ମାଇଲରୁ ଅଧିକା ଚାଲିବନି, ଚାଉଳକୁ କିପରି ରନ୍ଧାଯିବ ଇତ୍ୟାଦି ନିତାନ୍ତ ଛୋଟ ଛୋଟ ବିଷୟରେ ସୈନ୍ୟମାନଙ୍କ ଭିତରେ ଲିଖିତ ଇସ୍ତାହାର ଦେଉଥିଲେ। ଛୋଟ ବଡ଼ ସମସ୍ତ ବିଷୟ ଖିନ୍ନ ଭିନ୍ନ ବିଚାର କରିସାରି କୌଣସି କର୍ମପଥରେ ଯେ ପାଦ ଦିଆଯିବ, ତାର ଆଉ ଲେଉଟିବା ଯେପରି ନଥାଏ। ସେନାପତି ଆଦେଶ ଦେବା ଆଗରୁ ଉପାୟ ଅପାୟ ସବୁ ଭାବି ଦେଖିବେ, କିନ୍ତୁ ଥରେ ଆଦେଶ ବାହାରିଲେ ତାର ବ୍ୟତିକ୍ରମ ଯେପରି ନ ହୁଏ। ସଂଗ୍ରାମ ଭୂମିରେ ଯେପରି ଅଫିସ ସ୍କୁଲରେ ମଧ୍ୟ ସେହିପରି ନିୟମ ପ୍ରତିପାଳିତ ହେବା ଉଚିତ। ଏହା ନହେଲେ ଡିସିପ୍ଲିନର ମୂଳରେ କୁଠାରାଘାତ ହେବ। କୌଣସି କର୍ମାରମ୍ଭ ପୂର୍ବରୁ ବା ନିମ୍ନସ୍ଥ କର୍ମଚାରୀମାନଙ୍କୁ କୌଣସି କର୍ମ ଯୋଜନା ପାଇଁ ଆଦେଶ ଦେବା ପୂର୍ବରୁ ଭାବି ନେବା ଉଚିତ। ଯାହା ଆରମ୍ଭ କରାଯିବ ବା ଯେଉଁ ବିଷୟରେ ଆଦେଶ ଦିଆଯାଉଛି ତାହା ସମ୍ଭବ କି ନା। ଅସମ୍ଭବ ବା ଦୁଷ୍କର କର୍ମରେ ହାତ ଦେଇ ବାରମ୍ବାର ଭଗ୍ନାଂଶ ହେଲେ ଆତ୍ମପ୍ରତ୍ୟୟ ନଷ୍ଟ ହୁଏ ଏବଂ ଜୀବନ ହାହାକାରମୟ ହୁଏ। ଏହା ଅପେକ୍ଷା ବରଂ ନିଜର ଶକ୍ତି ସାମର୍ଥ୍ୟର ଅନୁକୂଳ ଗୋଟିଏ ଗୋଟିଏ ଛୋଟ କାମ ହାତକୁ ନେଇ ସେଥିରେ ସିଦ୍ଧ କାମ ହେଲେ ଆତ୍ମବିଶ୍ୱାସ ବଢ଼ିବ ଓ ବଡ଼ ବଡ଼ କାମ ହାତକୁ ନେବାକୁ ସାହସ ହେବ। ଯଦିବା କୌଣସି ବଡ଼ କାମ ହାତରେ ପଡ଼ିଲା,
ତାକୁ ସୁଚିନ୍ତିତ ଭାବରେ ଭାଗ ଭାଗ କରିଦେଇ ଏକ ଏକ ଭାଗ ଆରମ୍ଭ ଓ ନିଖୁଣ ଭାବରେ ଶେଷ କଲା ପରେ ଅନ୍ୟାନ୍ୟ ଭାଗରେ ହାତ ଦେବା ଉଚିତ। କଠିନ ଅଂଶଗୁଡ଼ିକୁ ପଛକୁ ରଖି ପ୍ରଥମେ ସହଜ ଭାଗଗୁଡ଼ିକ ଆରମ୍ଭ ଓ ଶେଷ କରାଯାଇପାରେ। ଯେଉଁ ଭାଗଟି ହାତକୁ ନେବ ସେ ଭାଗଟି ଶେଷ ନ ହେଲା ଯାଏ ପୂର୍ବ ବା ପର ଭାଗ ପ୍ରତି ଆଦୌ ଦୃଷ୍ଟି ଦେବ ନାହିଁ। ଗୀତାରେ ଅଛି ଯୋଗଃ କର୍ମସୁ କୌଶଳମ୍। କର୍ମର ପ୍ରଧାନ କୌଶଳ ହେଉଛି ଯୋଗ ବା ଏକାନ୍ତ ଅଭିନିବେଶ। ଯେଉଁମାନେ ଜନପ୍ରିୟ ହେବାକୁ ବା ସବୁ ଦିଗରେ ପାରଙ୍ଗମତା ଦେଖାଇବା ପାଇଁ ନାନା ବିଦ୍ୟାରେ ହାତ ଦିଅନ୍ତି ବା କୌତୂହଳ ପ୍ରକାଶ କରନ୍ତି, ସେମାନେ ଜୀବନରେ ବିଶେଷ କିଛି ସିଦ୍ଧି ଲାଭ କରିପାରନ୍ତି ନାହିଁ। ଜଗତରେ ଯେଉଁମାନେ ବଡ଼ କାମ କିଛି କରିଯାଇଛନ୍ତି ସେମାନଙ୍କର ବୁଦ୍ଧି ଏକମୁଖୀ। ଗୀତା ବି କହିଛନ୍ତି ଅବ୍ୟବସାୟୀ ଅର୍ଥାତ୍ ଲଘୁ ପ୍ରତିଜ୍ଞ ଲୋକର ବୁଦ୍ଧି ବହୁ ଶାଖା। ତେଣୁ ସେ ସିଦ୍ଧିଲାଭ କରିବ କିପରି? ବାପୁଜୀ ନିଜର କର୍ମ ଯୋଜନାରେ ଏଡ଼େ ଅଭିନିବିଷ୍ଟ ଥିଲେ ଯେ ଜଗତର ବିଖ୍ୟାତ ଅଭିନେତା ଚାର୍ଲି ଚାପ୍ଲିନ୍ଙ୍କର ନାମ ବି ଶୁଣିନଥିଲେ। ଲଣ୍ଡନରେ ଚାର୍ଲି ଚାପ୍ଲିନ୍ ତାଙ୍କ ସଙ୍ଗେ ଦେଖା କରିବାକୁ ଆସିଲା ବେଳେ ବାପୁଜୀଙ୍କର ଏହି ଅଜ୍ଞତା ନେଇ ବିଲାତର ଖବରକାଗଜମାନଙ୍କରେ ଚହଳ ପଡ଼ିଥିଲା। କିନ୍ତୁ ସାଧନା ଫଳରେ ବାପୁଜୀ ମହାତ୍ମା ହେଲେ। ସେଥିରେ କୌଣସି ଅଭିଜ୍ଞତା ବା ଅଭିନେତା ବା ଅଭିନେତ୍ରୀ ଅଥବା ଏରୋପ୍ଲେନ୍ର ଗତି ବା ଫୁଟବଲ ଖେଳ ବିଷୟ ଜାଣିବା ନ ଜାଣିବାରେ କି ଲାଭ କ୍ଷତି ଅଛି? କର୍ମସିଦ୍ଧିର ତେଣୁ ମୂଳମନ୍ତ୍ର ହେଉଛି ଏହି ପରିଚିତ ଇଂରେଜୀ ବାକ୍ୟ ମାଇଣ୍ଡ ୟୋର ଓନ୍ ବିଜନେସ୍। ଶିକ୍ଷକ, ଅଧ୍ୟାପକ, ଛାତ୍ର, କିରାଣୀ, ପୋଲିସ କର୍ମଚାରୀ ଏ ସମସ୍ତେ ପ୍ରଥମେ ନିଜ ନିଜର କର୍ତ୍ତବ୍ୟ ନିଖୁଣ ଭାବରେ କରିଛନ୍ତି କି ନାହିଁ ତାହାର ଆତ୍ମପରୀକ୍ଷା କରିବା ଦରକାର। ତା ନକରି ଆନ୍ତର୍ଜାତିକ ସମସ୍ୟାର ଚର୍ଚ୍ଚା, ମନ୍ତ୍ରୀଙ୍କି ଗାଳି ବା ୟାର ତ୍ୟାର ନିନ୍ଦା ବା ପ୍ରଶଂସାରେ ସମୟ ଦେବା ସମୟ ଓ ଶ୍ରମର ଅପବ୍ୟୟ ମାତ୍ର। ସାର୍ ପିସି ରାୟ ଅନେକ ଥର କହିଛନ୍ତି ଯେ ଜଣେ ଲୋକ ଦିନରେ ଅନ୍ତତଃ 2 ଘଣ୍ଟା ମନୋଯୋଗ ଦେଇ ପଢ଼ିଲେ ଏକ ମସ୍ତ ପଣ୍ଡିତ ହୋଇ ଉଠିବ। ଯିଏ ଅଳସ ଓ ଯାହାର କାମ ବିଶୃଙ୍ଖଳ ତାକୁ ଛୋଟ ବଡ଼ ସବୁ ପ୍ରକାର ସିଦ୍ଧି ଅସମ୍ଭବ। କାମରେ ଅଭିନିବେଶ ଓ ଶୃଙ୍ଖଳା ରହିଲେ କୌଣସି ସିଦ୍ଧିରେ ସନ୍ଦେହ କରିବାର ଅବକାଶ ନାହିଁ। ଜଣେ ଲେଖକ ଦିନରେ 2 ପୃଷ୍ଠା ମାତ୍ର ଲେଖିଲେ 1 ବର୍ଷରେ 700 ପୃଷ୍ଠାର ଏକ ପୁସ୍ତକ ଲେଖିଦେଇପାରେ। ଏକ ଅଧ୍ୟାୟ ଲେଖୁ ଲେଖୁ ଦିନେ ଜଣେ ଲେଖକ ଦେଖିବ ଯେ ସେ ନିଜ ଦେଶର ଇତିହାସ ବା କୌଣସି ବଡ଼ ଲୋକର ଜୀବନୀ ନେଇ ଏକ ପ୍ରକାର ପ୍ରକାଣ୍ଡ ଗ୍ରନ୍ଥ ଲେଖିପାରିଛି। ପାଦେ ପାଦେ ଚାଲି ଯାତ୍ରୀ ହଜାର ହଜାର କୋଶ ଘୁରି ଆସେ। କର୍ମରେ ଉପଯୁକ୍ତ ଅଭିନିବେଶ ଓ ଶୃଙ୍ଖଳା ପାଇଁ ଅବଶ୍ୟ ନିରୋଳା ଶାନ୍ତି ଦରକାର। ଏଥିପାଇଁ ବହୁ କାଳରୁ ଆମ ଦେଶରେ ଯୋଗ ଧ୍ୟାନ ପାଇଁ ଲୋକେ ଲୋକାଳୟରୁ ଦୂରକୁ ଯାଇ ବଣରେ ରହୁଥିଲେ। ଏବେ ତାହା ସମ୍ଭବ ନୁହେଁ, କିନ୍ତୁ ଘରେ ସହରରେ ବି ଯଥେଷ୍ଟ ନୀରବ ଶାନ୍ତ ବାୟୁମଣ୍ଡଳ ମିଳିପାରେ ବା ମିଳିବାର ବନ୍ଦୋବସ୍ତ କରାଯାଇପାରେ। ଆମେ ଭାରତବର୍ଷର ଲୋକେ କଥା ଭାଷାରେ ବଡ଼ ଶବ୍ଦ କରୁ। 500 ଇଂରେଜ ଖାଇ ବସିଥିଲେ ଉଁ ଚୁଁ ଶବ୍ଦ ଶୁଭିବ ନାହିଁ, କିନ୍ତୁ 5ଟି ଭାରତୀୟ ଏକାଠି ହେଲେ ହାଟ ବସିଲା ଜାଣ। ଟ୍ରାମରେ, ବସ୍ରେ ବା ଲୋକ ଜମା ହୋଇଥିବା ଜାଗାରେ ଇଂରେଜମାନେ ଖୁବ୍ ଧୀରେ ଧୀରେ କଥା କହନ୍ତି। ଅବଶ୍ୟ ଚେଷ୍ଟା କରି ଅନ୍ୟମାନଙ୍କର ଅସୁବିଧା ଯେପରି ନ ହେବ ତା ପ୍ରତି ସାବଧାନ ହୋଇ। ବିଲାତରେ ପ୍ରତ୍ୟେକ ଘରେ ପ୍ରତ୍ୟେକ ବଖରାରେ କବାଟ ବରାବର ବନ୍ଦ ଥାଏ। ପ୍ରତ୍ୟେକ ବଖରାରେ ଥିବା ଲୋକ ନିଜର ଯାହା ଇଚ୍ଛା ସେ ନିଜ ଅନୁସାରେ ଅବାଧରେ କରିବାର ସୁବିଧା ଦେବା ପାଇଁ ଏହି ବ୍ୟବସ୍ଥା। କୌଣସି ବଖରାକୁ କେହି ଯିବାକୁ ଚାହିଁଲେ ଆଗନ୍ତୁକ ପ୍ରଥମେ ଧୀରେ ଧୀରେ ଟିପରେ କବାଟ ଉପରେ ଆଘାତ କରିବେ। କକ୍ଷ ଭିତରୁ ଅନୁମତି ମିଳିଲେ ଆଗନ୍ତୁକ ଦୁଆର ଖୋଲିବେ ଓ ପୁଣି ନିଜେ ବନ୍ଦ କରି କଥାଭାଷା ଆରମ୍ଭ କରିବେ। ଏ ପ୍ରକାର ସୁନ୍ଦର ବ୍ୟବସ୍ଥା ଥାଇ ମଧ୍ୟ ଅନେକ ମଧ୍ୟବିତ୍ତ ଇଂରେଜ ପରିବାରରେ ଏକ ଲାଇବ୍ରେରୀ ରୁମ୍ ଥାଏ, ଯେଉଁଠି ଗୃହକର୍ତ୍ତା ବା ତାଙ୍କର ପୁଅ ଝିଅ ଖାଇ ପିଇ ଲେଖାପଢ଼ା ପାଇଁ ଚାଲିଯାନ୍ତି। ସେଠି ଅନ୍ୟ କାହାରି ପ୍ରବେଶ ଏକାନ୍ତ ନିଷିଦ୍ଧ। ଗୃହକର୍ତ୍ତା ବା ଗୃହକର୍ତ୍ରୀ ପରିବାରର କାମ ଯଥାଯୋଗ୍ୟ ଭାବରେ ବାଣ୍ଟି ଦେବେ। ଯାହାର ଭାଗ୍ୟରେ ଯେଉଁ କାମ ପଡ଼ିଲା ସେ ନୀରବରେ ତାହା କରିଯିବେ। କଥାବାର୍ତ୍ତା ବା ଆଦେଶ ଉପଦେଶ ଯାହା ଦରକାର ତାହା ଧୀର ଅନୁଚ୍ଚ ସ୍ୱରରେ ହେଲେ ପ୍ରତ୍ୟେକ ଘରେ ଯଥେଷ୍ଟ ଶାନ୍ତି ମିଳିବ। ଏ ତ ଗଲା ଘରର ଆଭ୍ୟନ୍ତରୀଣ ଶାନ୍ତି। ବାହାରୁ
ଅନାକାଂକ୍ଷିତ ଆଗନ୍ତୁକ ଦର୍ଶକ ଓ ଭିକ୍ଷାସୀର ଦଳ ମଧ୍ୟ କର୍ମଯୋଗୀ ପ୍ରତି ଆଉ ଏକ ଅଶାନ୍ତିର କାରଣ। ଯେଉଁ ବ୍ୟକ୍ତି ନିଜର ଲକ୍ଷ୍ୟ ସାଧନରେ ସହାୟକ କେବଳ ତାଙ୍କୁ ବାଦ ଦେଇ ଅନ୍ୟମାନଙ୍କ ପ୍ରତି ମାୟା ମମତା ଦେଖାଇବାର କୌଣସି କାରଣ ନାହିଁ। ପରିଷ୍କାର କହିଦିଅ ଯେ ତମ ଦ୍ୱାରା ତାଙ୍କର ପ୍ରତ୍ୟାଶା ପୂରଣ ହୋଇପାରିବନି ବା ତୁମେ ବର୍ତ୍ତମାନ ସେ ଅନୁରୋଧକୁ ହାତକୁ ନେଇପାରିବନି। କିନ୍ତୁ ଯାହା କହିବ ଅତ୍ୟନ୍ତ ଭଦ୍ର ଭାବରେ କହିବା ଉଚିତ। କୌଣସି ଲକ୍ଷ୍ୟରେ ପହଞ୍ଚିବା ଲାଗି ରୁକ୍ଷ ବ୍ୟବହାର ସହାୟକ ନୁହେଁ। ସିଦ୍ଧି ଲାଗି କର୍ମରେ ଶୃଙ୍ଖଳା ଅଭିନିବେଶ ଶାନ୍ତି ଯେପରି ଦରକାର ସେହିପରି ଦରକାର ଆଭ୍ୟନ୍ତରୀଣ ଚିତ୍ତ ସଂଯମ। ଯେଉଁ ଲୋକ ପ୍ରତ୍ୟେକ ଅନୁଭୂତି ଦ୍ୱାରା ଅଭିଭୂତ ହୋଇପଡ଼େ ସେ ଜଗତର ଭାର ଲଘୁ କରିବ କ'ଣ? ଗୋଟିଏ ବଡ଼ ଅନୁଭୂତି ପାଇଁ ଆମକୁ ଅନେକ କ୍ଷୁଦ୍ର କ୍ଷୁଦ୍ର ଅନୁଭୂତିକୁ ବଳି ଦେବାକୁ ହେବ। ଜଗତର କଲ୍ୟାଣ ଉଦ୍ଦେଶ୍ୟରେ ରାଜପୁତ୍ର ସିଦ୍ଧାର୍ଥ ପତ୍ନୀ ଓ ନବଜାତ ପୁତ୍ରକୁ ପରିତ୍ୟାଗ କରିଥିଲେ। ଜଗତରେ କବି ଲେଖକ ବୈଜ୍ଞାନିକ ମନ୍ତ୍ରୀ ବା ନେତା ସଂଖ୍ୟା ମୁଷ୍ଟିମେୟ। ଏମାନେ ଉପର ସ୍ତରରେ ରହିଲେ। ଏମାନଙ୍କର କର୍ମପନ୍ଥା ଏମାନେ ନିଜେ ବାଛିବାରେ ଓ ତାକୁ ଚଳାଇବାରେ ଏମାନଙ୍କର ସ୍ୱାଧୀନତା ଅଛି। କିନ୍ତୁ ଜଗତର ଅଧିକାଂଶ ଲୋକ ଅଧସ୍ତନ ହୋଇ ହିଁ କାଳ କଟାନ୍ତି। ଆମ ଭିତରୁ ଅଧିକାଂଶ କିରାଣୀ ଶିକ୍ଷକ ମଜୁରିଆ ଟାଇପିଷ୍ଟ ସେକ୍ରେଟାରୀ ହୋଇ ରହିବେ। ଏମାନଙ୍କର କର୍ମପନ୍ଥାରେ କୌଶଳ କ'ଣ? ଯେକୌଣସି ଅଧସ୍ତନର ଦୁଇଟି ମୂଳ କର୍ମନୀତି ହେଉଛି ଆଦେଶ ପାଳନ ଓ ସହଯୋଗ। ଅଧସ୍ତନ ଊର୍ଦ୍ଧ୍ୱତନର ଆଦେଶ ତ ମାନିବେ ବିନା ଆପତ୍ତି ଓ ବିନା ଅସନ୍ତୋଷ ପ୍ରକାଶ କରି, ବରଂ ତାଙ୍କର ଉଚିତ ଊର୍ଦ୍ଧ୍ୱତନଙ୍କୁ ସବୁ ପ୍ରକାର ସାହାଯ୍ୟ କରିବେ। ସେ ଊର୍ଦ୍ଧ୍ୱତନର କାମକୁ ନିଜର କାମ ପରି ମନେ କରିବେ। ସମସ୍ତ କାଗଜପତ୍ର ନୋଟ ଇତ୍ୟାଦି ସବୁବେଳେ ଯୋଗାଡ଼ି ରଖିବେ। ପ୍ରତିଦିନର କାମ ପ୍ରତ୍ୟହ ସଫା କରି ବାକି ଯେପରି ନ ରହେ ତାର ଚେଷ୍ଟା କରିବେ। ଅନେକ ସମୟରେ ଅବଶ୍ୟ ଏପରି ହୁଏ ଯେ ଅଯୋଗ୍ୟ ବ୍ୟକ୍ତି ଊର୍ଦ୍ଧ୍ୱତନ ପଦ ଅଧିକାର କରି ବସନ୍ତି। ସେ ଲୋକ ତାର କର୍ତ୍ତବ୍ୟ ଜାଣେ ନା, କେବଳ ଖିଆଲ ନେଇ ହୁକୁମ ଦିଏ। କାମରେ ଶୃଙ୍ଖଳା ନାହିଁ। ଏ ଅବସ୍ଥା ଅତ୍ୟନ୍ତ ସଙ୍କଟମୟ। ତଥାପି ଯେ କର୍ତ୍ତବ୍ୟନିଷ୍ଠ ତା ପ୍ରତି ସମସ୍ତଙ୍କର ଭୟ ଓ ସମ୍ମାନ ଥାଏ। ତେଣୁ ନିଜର କର୍ତ୍ତବ୍ୟଟିକୁ ସୁସମ୍ପନ୍ନ କରିବା ହିଁ ଅଧସ୍ତନର ପ୍ରଧାନ ଅସ୍ତ୍ର। ଯଦି ଅନ୍ୟାୟ ଆଦେଶ ଉପରୁ କେବେ ଆସେ ତେବେ ସାହସର ସହିତ ଊର୍ଦ୍ଧ୍ୱତନକୁ ତାହା ଜଣାଇ ଦେବା ଉଚିତ, କିନ୍ତୁ କର୍ମରେ ଅବହେଳା କରିବ ନାହିଁ। ଯଦି ଦେଖିବ ଯେ କୌଣସି ଆଦେଶ ନିଜ ଦେଶ ବା ଜନସାଧାରଣଙ୍କର ଅନିଷ୍ଟ କରିବାକୁ ଯାଉଛି ଏବଂ ଯାହା ପାଳନ କରିବାକୁ ତୁମର ବିବେକ ଅନୁମୋଦନ କରୁନାହିଁ, ସେ କ୍ଷେତ୍ରରେ ବରଂ କର୍ମରୁ ଇସ୍ତଫା ଦିଆଯାଇପାରେ। ଯଦି ଊର୍ଦ୍ଧ୍ୱତନ ବ୍ୟକ୍ତି ପ୍ରକୃତ ପ୍ରତିଭାଶାଳୀ ତେବେ ତାଙ୍କର ଖିଆଲ ଯୋଗୀ ଚଳିବା ଅନୁଚିତ ନୁହେଁ, ବରଂ ସେଥିରେ ଆନନ୍ଦ ଓ କଲ୍ୟାଣ ଅଛି। ଗାଳି ଅପମାନ ତାଚ୍ଛଲ୍ୟକୁ ଅଗ୍ରାହ୍ୟ କରି ବସୱେଲ ଡକ୍ଟର ଜନସନଙ୍କ ପଛେ ପଛେ ଲାଗି ରହିଥିବାରୁ ବିଶ୍ୱ ସାହିତ୍ୟ ଏକ ଉଚ୍ଚ କୋଟିର ଜୀବନୀ ଗ୍ରନ୍ଥ ପାଇପାରିଛି। ଅଧସ୍ତନ ବ୍ୟକ୍ତିର ମନରେ ନିଜ ସମ୍ବନ୍ଧରେ କୌଣସି ଅହଙ୍କାର ରହିବା ଆଦୌ ଉଚିତ ନୁହେଁ। ଅହଙ୍କାର ରହିଲେ ହିଁ କାମରେ ଗୋଳମାଳ ଆସିବ। ଅନେକ ସମୟରେ ଟୋକା ବୟସରେ ବଡ଼ କାମ କାନ୍ଧରେ ଆସି ପଡ଼େ। ଅନେକ ବଡ଼ ବଡ଼ ଗୋପନୀୟ ରାଷ୍ଟ୍ରୀୟ ବ୍ୟାପାର ସଙ୍ଗେ ପ୍ରତ୍ୟକ୍ଷ ସମ୍ପର୍କ ଘଟେ। ନିଜର ପ୍ରାଧାନ୍ୟ ଦେଖାଇବା ପାଇଁ ଅନେକ ଅହଙ୍କାର ସହିତ ଏହା ବନ୍ଧୁ ମହଲରେ ପ୍ରକାଶ କରିବାର ଅନେକ ସମ୍ଭାବନା, କିନ୍ତୁ ଦେଶର ଓ ବ୍ୟକ୍ତିର କଲ୍ୟାଣ ଦୃଷ୍ଟିରୁ ଏହା ଏକାନ୍ତ ଅନୁଚିତ। ସମସ୍ତଙ୍କ ଠାରୁ କଥା ନେବ, କିନ୍ତୁ କାହାକୁ ବା ଏହାର କଥା ତାକୁ ନ ଯୋଗାଇବା ଆଫିସିକ ଓ ସାମାଜିକ ଜଗତରେ ଏକ ଅପରିହାର୍ଯ୍ୟ ଆଦର୍ଶ। ପ୍ରତ୍ୟେକ ବ୍ୟକ୍ତିର ପ୍ରତ୍ୟହ କିଛି ନା କିଛି ଶାରୀରିକ ପରିଶ୍ରମ କରିବା ଦରକାର। ବାପୁଜୀଙ୍କର ଏହା ହିଁ ଆଦର୍ଶ। ଏବେ କମ୍ୟୁନିଷ୍ଟ ମାନେ ସମଗ୍ର ଜଗତବାସୀଙ୍କୁ ବୁର୍ଜୁଆ ଓ ପ୍ରୋଲେଟେରିଏଟ୍ ଏହିପରି ଦୁଇ ଭାଗରେ ବିଭକ୍ତ କରି ଏହି ଦୁଇ ଦଳର ସଂଘର୍ଷ ଉପରେ ଭବିଷ୍ୟତ ପୃଥିବୀର ଭାଗ୍ୟ ନିୟନ୍ତ୍ରିତ ହେବ ବୋଲି ଆଶା କରୁଛନ୍ତି। ପ୍ରୋଲେଟେରିଏଟ୍ ସେହି ଯେଉଁମାନେ କାମ କରି ପୋଷି ହୁଅନ୍ତି। ବୁର୍ଜୁଆ ଦଳ ବିନା ଶ୍ରମରେ ବା ଅନ୍ୟର ଶ୍ରମ ଉପରେ ଆରାମରେ ଦିନ କାଟନ୍ତି। ସଂଘର୍ଷ ସୃଷ୍ଟି କରିବା ଯଦି ଉଦ୍ଦେଶ୍ୟ ହୁଏ ତେବେ ମନୁଷ୍ୟ ଜାତିକୁ ନାନା ଭାବରେ ବିଭାଗ କରାଯାଇପାରେ। ଏକ ତ ଧଳା କଳାର ଭେଦ, ତା ଉପରେ ଧର୍ମର ଭେଦ, ତା ଉପରେ ଆସିଲା ନ୍ୟାସନାଲିଜିମ୍ ବା ଜାତୀୟତାର ଭେଦ। ଏସବୁ ଭେଦ ଯୋଗୁଁ ମାନବ ଇତିହାସର ପୃଷ୍ଠା ରକ୍ତରଞ୍ଜିତ ହୋଇଆସିଛି। ଏବେ ଏହି କମ୍ୟୁନିଜିମ୍ର ଭେଦ ସମଗ୍ର ପୃଥିବୀରେ ଅଶାନ୍ତି ଓ ଅଭାବ ସୃଷ୍ଟି କରିଛି। ତଳେ ଦେଖିଲେ ଯେଉଁ ଭେଦ ଓ ତଜ୍ଜନିତ
କଳ୍ପିତ ସଂଘର୍ଷ ଉପରେ କମ୍ୟୁନିଜିମ୍ ପ୍ରତିଷ୍ଠିତ ତାରି କୌଣସି ଗଭୀର ଅର୍ଥ ଥିଲା ପରି ବୋଧ ହେଉନାହିଁ। କ୍ରେମଲିନ୍ର ବିଶାଳ ଭୋଗୀ ଷ୍ଟାଲିନ୍ ଆଜି ବୁର୍ଜୁଆ ନା ପ୍ରୋଲିଟେରିଏଟ୍? ଜଗତରେ ଅଧିକାଂଶ ଲୋକର ପ୍ରାଥମିକ ଜୀବନ ପ୍ରୋଲିଟେରିଏଟ୍ ଓ ପରଜୀବନ ବୁର୍ଜୁଆ। ଚାଷୀ ବୟସ ଥିଲା ଯାଏଁ କଠିନ ଶ୍ରମ କରେ, ତାପରେ ବୃଦ୍ଧ ବୟସରେ ସେ ଘରେ ବସେ। ତାର ପୁଅମାନେ ତାକୁ ପୋଷନ୍ତି, ବୋହୂମାନେ ତାର ସେବା କରନ୍ତି। ବର୍ତ୍ତମାନ ବୁଢ଼ା ଚାଷୀ ହେଲା ବୁର୍ଜୁଆ ଓ ତାର ପୁଅମାନେ ହେଲେ ପ୍ରୋଲିଟେରିଏଟ୍। କର୍ମର ଅନ୍ୟ ଏକ ଭେଦ ମଧ୍ୟ ରହିବ ଓ ଚାଲିଛି ହାତର ଶ୍ରମ ଓ ବୁଦ୍ଧିର ଶ୍ରମ ଭିତରେ। କିନ୍ତୁ ଭେଦ ସତ୍ତ୍ୱେ ଏଥିରେ ସଂଘର୍ଷର କାରଣ କିଛି ନାହିଁ। ଏ ଦୁଇ ଶ୍ରମ ପରସ୍ପର ବିରୋଧୀ ନ ହୋଇ ବରଂ ପରସ୍ପର ପରିପୂରକ। ଭଞ୍ଜଙ୍କର ପ୍ରଣୟ ସଙ୍ଗୀତ ଚଷା ବିଲରେ କି ପଥିକ ବାଟରେ ଚାଲିଲା ବେଳେ ଗାଇଲେ ସେଇଠି ହୁଏ ବୁଦ୍ଧିଶ୍ରମ ଓ ଦୈହିକ ଶ୍ରମର ଅପୂର୍ବ ମିଳନ। କୋଣାର୍କ ଓ ତାଜମହଲରେ ମଣିଷର ବୁଦ୍ଧି ଓ ହାତ ମିଳିତ ହୋଇ ମୃତ୍ୟୁହୀନ ସୌନ୍ଦର୍ଯ୍ୟ ଓ ବିସ୍ମୟ ସୃଷ୍ଟି କରିଛନ୍ତି। ତେଣୁ ବୁଦ୍ଧି ଶ୍ରମ ଓ ହାତ ଶ୍ରମ ଭିତରେ ବଡ଼ ବା ସାନ କେଉଁଟି ସେ ତର୍କ ମଧ୍ୟ ବୃଥା। ଚଷା ଶସ୍ୟ ଉତ୍ପାଦନ ନ କଲେ, ତନ୍ତୀ ଲୁଗା ନ ବୁଣିଲେ କବି ଓ ବୈଜ୍ଞାନିକ ବଞ୍ଚିବେ କିପରି? କବି ବୈଜ୍ଞାନିକ ନ ବଞ୍ଚିଲେ ମନୁଷ୍ୟ ସମାଜ ବନ୍ୟ ଜୀବଗୋଷ୍ଠୀ ସଙ୍ଗେ ଏକୀଭୂତ ହୋଇଯିବ। ତେଣୁ ସକଳ ପ୍ରକାର ଶ୍ରମର ମୂଲ୍ୟ ଅଛି। ଏମାନଙ୍କ ଭିତରେ ସମାଧାନ ଆଣିବାରେ ହିଁ ଜଗତର ଶାନ୍ତି। ସଂଘର୍ଷ ସୃଷ୍ଟି କରାଇଦେବା ବଡ଼ ସହଜ, କିନ୍ତୁ ଏହାର ପରିଣାମ ଅତ୍ୟନ୍ତ ଭୟାବହ। ବାପୁଜୀଙ୍କ ଜୀବନରେ ବୁଦ୍ଧି ଓ ହସ୍ତଶ୍ରମ, ବୁର୍ଜୁଆ ଓ ପ୍ରୋଲେଟେରିଏଟ୍ର ମଧୁର ସମ୍ମିଶ୍ରଣ ଦେଖାଯାଉଥିଲା। ଶେଷ କଥା ହେଉଛି, ଯିଏ ଯେଉଁ ଶ୍ରମ କରୁ ତାହା ସୁସମ୍ପନ୍ନ ହେଲେ ହିଁ ତାର ମୂଲ୍ୟ ଓ ସୌନ୍ଦର୍ଯ୍ୟ ଫୁଟେ। ତୃତୀୟ ଶ୍ରେଣୀ କବି ଅପେକ୍ଷା ପ୍ରଥମ ଶ୍ରେଣୀ ମାଳିର ମୂଲ୍ୟ ବେଶୀ। ଅଧମ ହାକିମ ଅପେକ୍ଷା କୁଶଳୀ କିରାଣୀର ମୂଲ୍ୟ ବେଶୀ। ଏହା ତ ନିତ୍ୟ ଅନୁଭୂତିର ଘଟଣା। ଆମର ଘରେ ଘରେ ଦୈନନ୍ଦିନ ଜୀବନରେ ବୁଦ୍ଧି ଓ ହାତଶ୍ରମର ମଧୁର ମିଳନ ଘଟେ ବା ଘଟିବା ଉଚିତ। ଗୃହିଣୀମାନଙ୍କଠାରେ ଉପଯୁକ୍ତ ଗୃହିଣୀ ହାତରେ ଘରଟି ଗୋଟିଏ ରାଜ୍ୟ। ସେ ରାଜ୍ୟର ରାଜା ଓ ରାଣୀ, ସେ ଶିକ୍ଷାମନ୍ତ୍ରୀ ଓ ଅର୍ଥମନ୍ତ୍ରୀ। ସ୍ୱାମୀ ବା ପୁରୁଷ କେବଳ ରେଭିନ୍ୟୁ ମିନିଷ୍ଟର। ଉପଯୁକ୍ତ ଗୃହିଣୀ ଏ ରାଜ୍ୟକୁ ଏତେ ସୁଶୃଙ୍ଖଳ ଭାବରେ ପରିଚାଳିତ କରି ରଖିବେ ଯେ ପ୍ରତ୍ୟେକ କାର୍ଯ୍ୟ ଘଣ୍ଟା ଘଣ୍ଟା ଅନୁଯାୟୀ ଚାଲିଥିବ। ରାଜ୍ୟବାସୀ ସମସ୍ତେ ଖୁସି, ଅଥଚ ନିୟମବଦ୍ଧ। ବ୍ୟୟ ଅଳ୍ପ, ସ୍ୱାସ୍ଥ୍ୟ ଓ ଶାନ୍ତି ପ୍ରଚୁର। ଯେଉଁଠି ଘରେ ଅଶାନ୍ତି, ଦ୍ରବ୍ୟ ଓ କର୍ମର ଶୃଙ୍ଖଳା ବା ସୁଷମା ନାହିଁ, ସେଠି ଧରି ନେବାକୁ ହେବ ଯେ ଗୃହିଣୀ ଅପାରଗ। ଜୀବିକା ଅର୍ଜନ ଲାଗି ଯେ ଖଟଣି, ତାକୁ ତାର ପ୍ରାପ୍ୟ ଦେଇ ସାରିଲା ପରେ ମଧ୍ୟ ହାତରେ ଅନେକ ସମୟ ରହେ। ରୁଚି ଅନୁଯାୟୀ ଏ ସମୟକୁ କେହି କେହି ଲେଖାପଢ଼ା, କେହି କେହି ବ୍ୟାୟାମ, କେହି କେହି ବଗିଚା କାମରେ ନିୟୋଜିତ କରିପାରନ୍ତି। ତାସ୍ ବିଡ଼ାଏ ଧରି ବସିଯିବା କେବଳ ସମୟର ଅପବ୍ୟୟ ମାତ୍ର। ଦେଖିବା ଉଚିତ ପ୍ରତ୍ୟେକ ଶ୍ରମ ଫଳପ୍ରସୂ ଓ କଲ୍ୟାଣଜନକ ହେଉଛି କି ନା। ଫୁଟବଲ ପ୍ରଭୃତି ବ୍ୟାୟାମ ମନ ଓ ଶରୀର ପ୍ରତି ଖାଦ୍ୟ। ସମଗ୍ର ଇଂରେଜ ଜାତିର ଚରିତ୍ର ଗଢ଼ା ହୁଏ ଖେଳ ପଡ଼ିଆରେ। କାରଣ ଖେଳ ସ୍ୱାଧୀନତା ଓ ନିୟମାଧୀନତାର ମିଳନ। ଖେଳିବାର ଆମୋଦ ଭୋଗ କରିବା ପୂର୍ବରୁ ତୁମକୁ ଖେଳରେ ନିୟମ ମାନିବାର ମୌନ ସ୍ୱୀକୃତି ଦେବାକୁ ହେବ। ଖୁବ୍ ମନ ଦେଇ ଖେଳିବ, କିନ୍ତୁ ଜୟ ପରାଜୟକୁ ଲଘୁ ଭାବରେ ଦେଖିବ। ଏହା ମଧ୍ୟ ଏକ ମାନସିକ ଶିକ୍ଷା। ଏହି ଶିକ୍ଷା ସ୍ପୋର୍ଟସମ୍ୟାନ ସ୍ପିରିଟ୍ ସୃଷ୍ଟି କରେ। ଆମ ଦେଶରେ କୌଣସି କଥାରେ ଦ୍ୱନ୍ଦ୍ୱ ହେବା ମାନେ ହିଁ ଶତ୍ରୁତା ହେବା। କିନ୍ତୁ ଇଂରେଜମାନେ ଖେଳ ପଡ଼ିଆ ବା ରାଜନୀତିରେ ଦୁଇ ପକ୍ଷରୁ ଘୋରତର ସଂଗ୍ରାମ ଚଳାଇବା ପରେ ବିଜୟ ଓ ବିଜେତା ଉଭୟ କରମର୍ଦ୍ଦନ କରି ସସ୍ମିତ ବଦନରେ ବନ୍ଧୁ ହୋଇ ଫେରନ୍ତି। କବି, ଲେଖକ, ଶିଳ୍ପୀର କାର୍ଯ୍ୟକୁ ଯେଉଁମାନେ ଶ୍ରମହୀନ ସ୍ୱପ୍ନର ବିଳାସ ବୋଲି ମନେ କରନ୍ତି, ସେମାନେ ସୃଷ୍ଟି କ'ଣ ଜାଣନ୍ତି ନାହିଁ। ଅନେକ ତରୁଣ କବି, ଲେଖକ, ଶିଳ୍ପୀର ମଧ୍ୟ ଏହି ଭ୍ରାନ୍ତ ଧାରଣା ଥାଇପାରେ। କଳାରେ ସ୍ୱପ୍ନ ଓ କଳ୍ପନା ତ ରହିବାର କଥା, କିନ୍ତୁ ସେହି ସ୍ୱପ୍ନକୁ ରୂପ ଦେବା କି ସହଜ କଥା? ଯେଉଁ କବି ଓ ଲେଖକର ରଚନା ପଢ଼ିବା ବେଳେ ନଦୀସ୍ରୋତର ଅନୁକୂଳ ଗତିରେ ଡଙ୍ଗାରେ ବସି ଭାସିଗଲା ପରି ଲାଗେ, ସେହି କବି ଓ ଲେଖକଙ୍କର ମୂଳ ଖାତା ସବୁ ଯଦି ଥାଏ, ତେବେ ଯାଇ ଦେଖ କେତେ କଟାକଟି, କେତେ ନଷ୍ଟି ଓ ସୃଷ୍ଟି ହେବା ପରେ ତାଙ୍କର ଶୈଳୀ ଜନ୍ମଲାଭ କରିଛି। ରବୀନ୍ଦ୍ରନାଥ ଅହୋରାତ୍ର ସାମାନ୍ୟ
3-4 घंटा मात्र निद्रा भोग करी बाकी समय तक नाना श्रम निजकू नियोजित कर रखुथिले। श्रम परि विश्राम मध्य शरीरर खाद्य और आवश्यक द्रव्य। विशेषतः बुद्धिजीवीर दरकार शांति। मझिरे मझिरे पिलापिली घर द्वार छाड़ी किछि दूर प्रवास रे निश्चिंत समयक्षेपण करी आसला परे पुनर्जन्म हेला परि मने हुए। स्त्री और पुत्रकन्या प्रति आकर्षण तीव्र हुए। काम प्रति नूतन स्पृहा आसे। सबुबले एक वृत्ति दैनंदिन जीवन बंचाइबाकू पड़िले चित्तर अनेक सूक्ष्म शक्ति और मरमर अनेक सूक्ष्म अनुभूति क्रमे नष्ट होई आसे। इंग्रेज मानकर सप्ताह शेष बा वीकेंड प्रथाटी सूचाई दिए जे से कर्मठ जाति कामर कौशल किपरि जाने। मासकु मास दरमा परिवर्ते इंग्लैंड रे साप्ताहिक बर्तन प्रथा। शनिवार उपरोली समस्ते पाउणातक पाइले छुटंती आमोद प्रमोद और विश्राम पाई। सोमवार सकाळे इंग्रेज फेरे पुणी काम को शरीर और मनर नूतन स्वास्थ्य नहीं। कार्लाइलकर एक महाकाव्य हेउछि श्रम ही उपासना। कल्याणकर कर्मरे तहिरु तमर जीविका न मिलु पछे निजको अंतरर सहित व्यापृत रखिबा ठारू आखि बुझी कल्पित देवतांकर नाम नेबा किछि बड़ कथा नुहे। मानव और जीवग्रामर कल्याण को ही आदर्श रखी काम करिबा तो आहुरी महत्तर। गांगपुर स्टेटर निबिड़ जंगलर मफसलरे अनार्य बसती भितरे उच्च शिक्षित और उच्च वंशज यूरोपीय ख्रीष्टान मिशनारी माने मानविक सेवार जो आदर्श थोइछंती ताहा देखि आस। ओडिया पक्षरे दूर को जीवा दरकार नहीं। निर्मल आदर्श रे अनुप्राणित होई गोटे जीवन जहा करिपारे कौनसी राष्ट्र बा कोटि कोटि जनसंघर आंतरिकता शून्य मिलित चेष्टारे ताहा असंभव। रिक्त दुर्बल बापूजी भारतवर्ष को जे जन्मांतर देई गले ताहार मूलरे एही निर्मल आदर्श और से लगी कर्मर पीड़ास। तांकर प्रत्येक दैनंदिन कर्म और वचन ही थिला देवाराधन ठारू अधिक पवित्र और कल्याणकर। श्रम को विधातार आशीर्वाद बोली धरी सेथिरे निजको नियुक्त कर। तारी देई निजर समाजर और जगतर कल्याण करने को चेष्टा कर। कौनसी श्रम निंदनीय बा घृण्य नुहे। सुसंपन्न हेले प्रत्येक श्रमरे सौंदर्य और कल्याण फुटे। जो जातिर प्रत्येक नरनारी श्रमर एही आदर्श रे दीक्षित सेही जाति ही स्वाधीन समृद्ध और श्री संपन्न होई पारे नचेत नुहे। श्रोता बंधु एठी शेष हला मायाधर मानसिंह रचित श्रम कौशल। এই ପ୍ରବନ୍ଧଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚିତ ଜଣାଇବେ। ଚ୍ୟାନେଲରେ ନୂଆ ହୋଇଥିଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ରହିଲୁ ନମସ୍କାର।